ଠିକ ଅଛି। ଟିକେ ଭଲ ଭାବରେ ପ୍ରିପାରେସନ ହୁଅ। ମାର୍କ ଦେଖିବ ଭଲ ଭାବରେ ଆସିବ ହେଲା। ବିଟ୍ ବାय ବିଟ୍ ପଢିବ। ଏବେ 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 ସବୁ ଦେଖୁଛ କି ନାଇଁ, ଯୋଉ ପିଲାମାନେ 10th +2 ରେ ଯୋଉ ଟପର ହେଇଛନ୍ତି ସେମାନଙ୍କର ଇଣ୍ଟରଭ୍ୟୁ ଟିକେ ଟିକେ ମୋବାଇଲରେ ମାରିକି ଦେଖ, ବୁଝି ହଉଛି। ସେମାନେ କୋଉ ଷ୍ଟ୍ରାଟେଜି ଫଲୋ କରିକି ମାନେ ଟପର ହେଉଛନ୍ତି, ମାନେ ସେମାନେ ବହିକୁ କେମିତି ପଢୁଛନ୍ତି ସେମାନେ କହୁଛନ୍ତି ହେଲା। ତମେ ଟିକେ ତମର ୟୁଟ୍ୟୁବରେ ସେଟା ଆସୁଛି, ସେଟାକୁ ଟିକେ ମାରିକି ଦେଖ, ଅନ୍ତତଃ ଫାର୍ଷ୍ଟ କ୍ଲାସ ପାଇଯିବ ହେଲା। ତମେ ଅନ୍ୟ ଯେକୌଣସି କାମ କରିବ ସେଟା ନିଜ ହାତରେ ନାହିଁ। ଧର ତମେ ବେପାର କରିବ, ସେ ବେପାରରେ ଲାଭ ପାଇବ କି କ୍ଷତି ପାଇବ ସେଟା ନିଜ ହାତରେ ନାହିଁ। କିନ୍ତୁ ପାଠ ଗୋଟେ ଏମିତି ଜିନିଷ ଯୋଉଟା ନିଜ ହାତରେ ଅଛି, କାହା ଉପରେ ଡିପେଣ୍ଡେଣ୍ଟ କରିବାକୁ ପଡିବ ନାହିଁ, ବୁଝି ହଉଛି। ମାନେ କାହାର ଆବଶ୍ୟକ ନାହିଁ। ପାଠ ଗୋଟେ ଏମିତି ଜିନିଷ ଯେ କାହାର ଆବଶ୍ୟକ ନାହିଁ। କେବଳ ବହି ଖଣ୍ଡେ ହେଲା, ଖାତା ଖଣ୍ଡେ ହେଲେ ତମେ ପଢିପାରିବ ଏବଂ ଭଲ ନମ୍ବର ରଖିକି ଭଲ ଚାକିରି ଖଣ୍ଡେ ବି ପାଇପାରିବ, ବୁଝି ହଉଛି। କିନ୍ତୁ ଅନ୍ୟ ଯେକୌଣସି କାମ କରିବ, ସେଥିରେ ଅନ୍ୟମାନଙ୍କର ସାହାଯ୍ୟ ଦରକାର। ତାଙ୍କ ଉପରେ ତମର ଲାଭ କ୍ଷତି ଡିପେଣ୍ଡ କରିବ, ବୁଝି ହଉଛି। ଆଉ ପିଲାମାନେ ଆଉ ଗୋଟେ ଜିନିଷ ମନେ ରଖ ଯେ ସବୁ ଜିନିଷର ବିକଳ୍ପ ଅଛି। ମାନେ ବିକଳ୍ପ ମାନେ ଏଇଟା ନହେଲେ ଏଇଟା କରିବି। ତମେ ଖଟଖଟିଆ ବାଟ ଯଦି ତମେ ପଲସା ଗୁଡାକ ପଢି ଯାଇ ନାଇଁ ପାରବାର, ତମେ ବୁଟୁମୁଡା ବାଟେ ବି ଯାଇ ପାରବ। ବଟ୍ ପାଠର ଯିଏ କଷ୍ଟ କରିଥିବ ତାର ଭଲ ମାର୍କ ଆସବା, ଆଉ ଭଲ ପରସେଣ୍ଟେଜ ରଖିକିରି ସେ ପାସ୍ କରବା। ପରିଶ୍ରମର ଅନ୍ୟ କିଛି ବିକଳ୍ପ ନାହିଁ, ବୁଝି ହଉଛି। ତ ଠିକ ଅଛି। ଆମେ ଜୀବନ ଦର୍ଶନ କହିଲେ କଣ, ମାନେ ପ୍ରକୃତରେ ଗୋଟେ ବ୍ୟକ୍ତିତ୍ୱ ଥାଏ ଯେ ମଣିଷ କଣ ଚାହୁଁଛି, କୋଉ ଜିନିଷ ଉପରେ ଗୁରୁତ୍ୱ ଦେଇଛି। ତମେ ମାନେ ଜୀବନ ଦର୍ଶନ କହିଲେ ମୁଁ ତମକୁ ଟିକେ ବୁଝେଇ ଦିଏ ଯେ ଧର ଆମର ଏବେ ଯଦି ଦେଖିବା, ଆମର ବିଜେପି ଆଉ କଂଗ୍ରେସ ପାର୍ଟି ଯଦି ଦେଖିବା, କଂଗ୍ରେସ ପାର୍ଟିର ବା କଂଗ୍ରେସିଆ ଲୋକମାନଙ୍କର ଜୀବନ ଦର୍ଶନ ହଉଛି ଉଦାରବାଦୀ। ବା ସେମାନେ ସମସ୍ତଙ୍କୁ ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ସମସ୍ତଙ୍କୁ ସେମାନେ ଗୋଟେ ଭାବରେ ଦେଖିବାକୁ ଚାହାନ୍ତି। କିନ୍ତୁ ସେମାନେ ହିନ୍ଦୁ ମୁସଲମାନ ସବୁ ଗୋଟେ ଭାବରେ ଦେଖନ୍ତି। କିନ୍ତୁ ବିଜେପି ଯେ ତାର ହଉଛି ହିନ୍ଦୁବାଦୀ ରାଷ୍ଟ୍ରବାଦୀ, ମାନେ ଦେଶ ପାଇଁ ଏବଂ ହିନ୍ଦୁ ସମାଜ ପାଇଁ ସେ ସବୁବେଳେ କଣ କରେ, ତାର ଦର୍ଶନ ସବୁବେଳେ ତା ପ୍ରତି, ମାନେ ତାର ଆଦର୍ଶ ବୁଝୁଛି। ଜଣେ ଜଣଙ୍କର ଆଦର୍ଶ ବା ଜୀବନ ଦର୍ଶନ ହଉଛି ସ୍ୱତନ୍ତ୍ର। ଯେମିତି ଆମେ କହିପାରିବା ବିବେକାନନ୍ଦ, ରବୀନ୍ଦ୍ରନାଥ ଠାକୁରଙ୍କର ଶିକ୍ଷା କ୍ଷେତ୍ରରେ ପିଲାମାନେ ବହୁତ ଅବଦାନ ରହିଛି। ତମେ ସେଟା ପଢି, ତମର ଅଛି କି ନାହିଁ କହିପାରିବିନି, ଅଛି ନା ନାହିଁ? ରବୀନ୍ଦ୍ରନାଥ ଠାକୁର ଅଛି। ଅଛି ସାର୍। ରବୀନ୍ଦ୍ରନାଥ ଠାକୁର ଗୋଟେ ପୃଥିବୀ ବିଖ୍ୟାତ ଗୋଟେ ବିଶ୍ୱବିଦ୍ୟାଳୟ ତିଆରି କରିଛନ୍ତି, ଯୋଉଠୁ ମୁଁ ପଢିକି ଆସିଛି ହେଲା। ପୃଥିବୀ ବିଖ୍ୟାତ, ପୃଥିବୀରେ ଗୋଟେ ମାତ୍ର ବିଶ୍ୱବିଦ୍ୟାଳୟ, ସେଟା ହଉଛି ବିଶ୍ୱଭାରତୀ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଶାନ୍ତିନିକେତନ, ବହୁତ ପ୍ରସିଦ୍ଧ ବିଶ୍ୱବିଦ୍ୟାଳୟ। ସେଇଟା ତାଙ୍କ ସମୟରେ ସେ ତିଆରି କରିଥିଲେ। ଆଉ ସେଠି ତମ ଭଳିଆ +2 ଛୁଆ ମାନେ ଶାଢୀ ପିନ୍ଧିକି ଯାଆନ୍ତି, ବୁଝିହଉଛି, ପଢିବା ପାଇଁ ଯାଆନ୍ତି, ଗଛ ତଳେ ପଶିକି ପଢନ୍ତି। ତାଙ୍କର ବିଲ୍ଡିଂସ୍ ଅଛି, ତାଙ୍କ ଗଛ ତଳେ ବସିକି ପଢନ୍ତି। ସେଠି ସେ କ୍ୟାମ୍ପସରେ ଗୋଟେ ମନ୍ଦିର ଅଛି, ମନ୍ଦିର ଭିତରେ କୌଣସି ଦେବାଦେବୀ ନାହାନ୍ତି, ସେଠି ଯାଇକି ଖାଲି ଜ୍ଞାନ ଚର୍ଚ୍ଚା ହୁଏ, ବୁଝିହଉଛି। ତାପରେ କ୍ୟାମ୍ପସ ଭିତରେ କୌଣସି ମାନେ ଗାଡି ମଟର ଯାଏନି। 12 କିଲୋମିଟର କ୍ୟାମ୍ପସ, ବଡ ପଡିଆ, ବିରାଟ କ୍ୟାମ୍ପସ। ତା ଭିତରେ ସାଇକେଲରେ ପିଲାମାନେ ପଢିବାକୁ ଯାଆନ୍ତି। ଆଉ ଆଜିକାଲି ଯୋଉ ଜିନ୍ସ ଟପ୍, ଏଇ ଯୋଉ ଆଜିକାଲି ତମର ଝିଅ ମାନେ ଯୋଉ ଷ୍ଟାଇଲିଶ ଡ୍ରେସ ପିନ୍ଧୁଛନ୍ତି, ବିଶ୍ୱଭାରତୀରେ ନଟ୍ ଆଲାଉଡ୍ ଦ୍ୟାଟ୍। ବିଶ୍ୱଭାରତୀରେ ସଂସ୍କୃତି ପରମ୍ପରାକୁ ସବୁ ଧରିକି ଚାଲନ୍ତି। ଇଏ ହଉଛି ରବୀନ୍ଦ୍ରନାଥଙ୍କର ଜୀବନ ଦର୍ଶନ ଏବଂ ଶିକ୍ଷା ପ୍ରତି ତାଙ୍କର ହଉଛି ଦର୍ଶନ। ସେଇ ଦର୍ଶନ ଅନୁସାରେ ଆଜି ପର୍ଯ୍ୟନ୍ତ ବିଶ୍ୱଭାରତୀ 100 ବର୍ଷ, ମାନେ 150-200 ବର୍ଷ ହେଲାଣି ଚାଲି ଆସିଛି। ରବୀନ୍ଦ୍ରନାଥଙ୍କର ବୁଝିହଉଛି। ସେଠି ବସନ୍ତ ଉତ୍ସବ ହୁଏ। ସେଠି ସବୁ ତମର ଯେତିକି ଯାତ୍ରା ଦେଖୁଛ ସବୁ ଯାତ୍ରା ହବ, ହୋଲି ହବ, କ୍ୟାମ୍ପସ ଭିତରେ ଝିଅ ପୁଅ ସବୁ ହୋଲି ଖେଳିବେ, ବୁଝିହଉଛି। ତ ଇଏ ହଉଛି ଜୀବନ ଦର୍ଶନ। ତମେ ସତ୍ୟବାଦୀକୁ ଯିବ, ସତ୍ୟବାଦୀର ଗୋଟେ ଗଳ୍ପ ଅଛି ପିଲାମାନେ, ତମର ଏବେ ଅଛି କି ନାହିଁ ସେଟା, ଏବେ ମଧ୍ୟ ବଞ୍ଚିଛି ଅଛି।
ଗୋଦାବରୀଶ ମହାପାତ୍ରଙ୍କର ତମର ଏମାଇଲ ରେ ଗୋଟେ ଗଳ୍ପ ଅଛି କି? ଏବେ ଆମ ସମୟରେ ଥିଲା, ଏବେ ମଧ୍ୟ ବଞ୍ଚିଛି। ଗୋଦାବରୀଶ ମହାପାତ୍ରଙ୍କର ଗୋଟେ ଗଳ୍ପ ଏବେ ମଧ୍ୟ ବଞ୍ଚିଛି, ଅଛି ତମ ପାଖରେ? ମାନେ ତମର 10th ପ୍ଲସ 2 ରେ ଅଛି ସେଇଟା? ସ୍ୱରୂପା ଅଛି? ସେଥିରେ ଗୋଟେ କଥା ହଉଛି ଯେ ସତ୍ୟ, ମୁଁ ହ୍ୟାଲୋ, ମୋ କଥା ଶୁଭୁଛି ତ? ହ୍ୟାଲୋ। ହଁ ସାର୍। ଓକେ, ସେଥିରେ କୁହାଯାଉଛି ଯେ ମଣିଷ ପରି ଦିନେ ମଣିଷ ହେବି ତ, ମାନେ କାହାରି ଆଗରେ ପାତିବିନି ହାତ, ମଣିଷ ପରି ଦିନେ ମଣିଷ ହେବି ତ। ମାନେ ସତ୍ୟବାଦୀ ବନବିଦ୍ୟାଳୟରୁ ଗୋଟେ ପିଲା ପାଠ ପଢିକି ଆସୁଛି ଏବଂ ସେ କାହା ପାଖରେ ହାତ ପାତୁ ନାହିଁ। ଯେତେବେଳେ ସେ ଭୋକରେ ମରି ଯାଉଛି, କଣ୍ଟ୍ରୋଲ ଚାଉଳ ବଣ୍ଟା ହଉଛି, ଗୋପବନ୍ଧୁ ସେଠି ବାଣ୍ଟୁଛନ୍ତି। ଗୋପବନ୍ଧୁଙ୍କ ଠାରୁ ସେ ପଢିକି ଆସିଛି। ତା ନାଁ ହଉଛି ବେଣୁଧର, ଗୋଟେ ଚରିତ୍ର। ସେ କହୁଛି ଯେ ମୁଁ କାହାରି ଆଗରେ ପାତିବିନି ହାତ, ମଣିଷ ପରି ଦିନେ ମଣିଷ ହେବି ତ। ତାଙ୍କ ଘରେ ଆରେ ଚୁଳି ଜଳୁନି, ଏପଟେ ଚାଉଳ ବଣ୍ଟା ହଉଛି, କିନ୍ତୁ ଜଣେ ଗୋଟେ ଉଚ୍ଚ ଶିକ୍ଷିତ ପିଲା ପଢିକି ଆସିଛି ପାଠ ସତ୍ୟବାଦୀ ବନବିଦ୍ୟାଳୟରୁ, ସେଠି ସେ ଯାଇକି ଆଉ ଗୋଡ ଭାଙ୍ଗିକି ଠିଆ ହେବା ପାଇଁ ତାକୁ ଖରାପ ଲାଗୁଛି। ତାର ଶିକ୍ଷା ଦୀକ୍ଷା ଇଏ ହଉଛି ଗୋପବନ୍ଧୁଙ୍କର ଶିକ୍ଷା ଦର୍ଶନ। ଏବେ ସତ୍ୟବାଦୀରେ ମଧ୍ୟ ଗୋଟେ ବିଶ୍ୱବିଦ୍ୟାଳୟ ପିଲାମାନେ ଖୋଲିଛି, ଯୋଉମାନେ +3 ପଢିବ ସେଠି ପଢିପାରିବ। ପୁରୀ ସତ୍ୟବାଦୀରେ ସୁଆଣ୍ଡୋ ଗ୍ରାମ ରେ ଜନ୍ମ ହେଇଛନ୍ତି ଗୋପବନ୍ଧୁ, ତାଙ୍କର ସେଠି ଗୋଟେ ଖୋଲିଛି ହେଲା। ସେଠି ମଧ୍ୟ ସେଇ ଆଦର୍ଶରେ ଗୁରୁଙ୍କୁ ମାନିବେ ହେଲା। ତ ଇଏ ହଉଛି ଆମର ମାନେ ଗୋଟେ ଗୋଟେ ଜୀବନ ଦର୍ଶନକୁ ନେଇକି, ମାନେ ଶିକ୍ଷା କ୍ଷେତ୍ରରେ ମୋର ଦୃଷ୍ଟିଭଙ୍ଗୀ କଣ, ମାନେ ମୋର ଦୃଷ୍ଟିଭଙ୍ଗୀ ହଉଛି ଯେ ମୁଁ ପିଲାଙ୍କୁ ପଢେଇବି, ମୁଁ କେମିତି ପଢେଇବି, ମୋର ଷ୍ଟାଇଲ ହଉଛି ମୋର ଦର୍ଶନ, ଦ୍ୟାଟ ଇଜ କଲ୍ଡ ଫିଲୋସଫି ବା ଦର୍ଶନ। ଦର୍ଶନର ଇଂରାଜୀ ଅର୍ଥ ହଉଛି କଣ? ଫିଲୋସଫି। ଏ ଷ୍ଟୋରି ଅଫ ଫିଲୋସଫି, ଲାଇଫ ଇଜ ଏ ଷ୍ଟୋରି ଅଫ ଫିଲୋସଫି। ଲାଇଫ କଣ? ଗୋଟେ ଦର୍ଶନର ଅଧ୍ୟୟନ କେନ୍ଦ୍ର। ଠିକ ଅଛି, ତ ଆମେ ମହାତ୍ମା ଗାନ୍ଧୀଙ୍କର ଜୀବନ ଦର୍ଶନ ସମ୍ପର୍କରେ ଜାଣିବା ଏବଂ ସେ କିଭଳି ଭାବରେ ସାହିତ୍ୟକୁ, ମାନେ ଶିକ୍ଷା ଜଗତକୁ ପ୍ରଭାବ ପକେଇଥିଲେ ସେ ବିଷୟରେ ଜାଣିବା। ମାନେ କଣ ଦୃଷ୍ଟି ଥିଲା ଭାରତୀୟ ଶିକ୍ଷା ବ୍ୟବସ୍ଥାରେ, ଗାନ୍ଧୀଜୀଙ୍କ ଜୀବନ ଦର୍ଶନର କଣ ଦୃଷ୍ଟିଭଙ୍ଗୀ ଥିଲା, ତମେ ତାକୁ ଜାଣିବା। ପ୍ରାଚୀନ, ହଁ ଦେଖ, ସେ କହୁଛନ୍ତି ଈଶ୍ୱରଙ୍କ ଉପରେ ପ୍ରଗାଢ ବିଶ୍ୱାସ। ଗାନ୍ଧୀଜୀଙ୍କର ଏଟା ଗୋଟେ ପଏଣ୍ଟ କର, ଗାନ୍ଧୀଜୀଙ୍କ ଜୀବନ ଦର୍ଶନ ହେଡିଂ ଦିଅ, ଖାତାରେ ହେଡିଂ ଦିଅ। 1 ନମ୍ବର ପଏଣ୍ଟ ଲେଖ ଯେ କଣ ନା ଈଶ୍ୱରଙ୍କ ଉପରେ ପ୍ରଗାଢ ବିଶ୍ୱାସ। ଏଟା ଫାର୍ଷ୍ଟ ପଏଣ୍ଟ ଲେଖୁଛ। ବୁଝି ହଉଛି? ଓ ବାବୁ ହଁ କି ନାଇଁ ଟିକେ କର, ମୁଁ ଶୁଣି ପାରିବି। ମୁଁ ତ ସ୍କ୍ରିନ୍ ଟା ଲକ୍ କରିକି ତମର ରାଇଟିଂ ସ୍କ୍ରିନ୍ ରେ ଅଛି, ତମକୁ ଦେଖି ପାରୁନି। ତମେ ହଁ କି ନାଇଁ କଲେ ମୁଁ ଜାଣିପାରିବି। ହ୍ୟାଲୋ, ଆଜ୍ଞା। ଏବେ ହଁ କି ନାଇଁ କରତୁ କି ନାଇଁ? ମୁଇଁ ତ ମୁଁ କହିଲି ପରେ ରାଇଟିଂ ସ୍କ୍ରିନ୍ ରେ ମୁଇଁ ଅଛେ, ମୁଁ ଜାଣି ନାଇଁ ପାରବା କିଏ କେନ୍ ପିଲା ଅଛେ କି ନାଇଁ ବୋଲି। ଠିକ ଅଛି, ଲେଖ, ତମେ ପଏଣ୍ଟସ୍ ରା ଲେଖି ସାଇଲ, ତାପରେ ମୁଇଁ ତମକୁ କହୁଛ ବୁଝ ଫାଷ୍ଟ ଯେ ମାନେ ଈଶ୍ୱରଙ୍କ ଉପରେ ପ୍ରଗାଢ ବିଶ୍ୱାସ ସମ୍ପର୍କରେ ମୁଇଁ କହୁଛେ ଯେ ସବୁ ଆଦର୍ଶବାଦୀଙ୍କ ପରି ଗାନ୍ଧୀଜୀ ମଧ୍ୟ ଈଶ୍ୱରଙ୍କ ଉପରେ କଣ ନା ପ୍ରଗାଢ ବିଶ୍ୱାସ ରଖୁଥିଲେ। ମାନେ ଈଶ୍ୱରଙ୍କର ସତ୍ତା, ଈଶ୍ୱର ଅଛନ୍ତି କି ନାହିଁ ପୃଥିବୀରେ, ଈଶ୍ୱରଙ୍କର କଣ ଅବସ୍ଥିତି, ଈଶ୍ୱର କହିଲେ ଭଗବାନଙ୍କର କଣ ଅବସ୍ଥିତି, ସେ ଉପରେ ସେ ବିଶ୍ୱାସ କରୁଥିଲେ। ସେ କଣ ବିଶ୍ୱାସ କରୁଥିଲେ ନା ସତ୍ୟ, ଲେଖ, ଏଟା ଲେଖିପାରିବ। ଗାନ୍ଧୀଜୀଙ୍କ ଈଶ୍ୱର ପ୍ରଗାଢ ବିଶ୍ୱାସରେ, ଲେଖ, ମୁଁ ଡାକି ଦଉଛି,
ଗାନ୍ଧୀଜୀଙ୍କ ଈଶ୍ୱରଙ୍କ ପ୍ରତି ପ୍ରଗାଢ଼ ବିଶ୍ୱାସ ଥିଲା। ଶୁଭୁଛି ତ? ହଁ ସାର୍। ଗାନ୍ଧୀଜୀଙ୍କ ପ୍ରତି ଈଶ୍ୱରଙ୍କ ପ୍ରତି ଗାନ୍ଧୀଜୀଙ୍କ ପ୍ରଗାଢ଼ ବିଶ୍ୱାସ ଥିଲା। ସତ୍ୟ, ପ୍ରେମ, ଅନ୍ଧାର ଓ ଆଲୋକ ପ୍ରତି ମଧ୍ୟ ଈଶ୍ୱରଙ୍କ ଦ୍ୱାରା ସମାପିତ ହେଉଛି ବୋଲି, ଅନ୍ଧାର ଓ ଆଲୋକ ଆଜ୍ଞା। ମଧ୍ୟ ଈଶ୍ୱରଙ୍କ ଦ୍ୱାରା ସମାପିତ ହେଉଛି ବୋଲି ଗାନ୍ଧୀଜୀ ବିଶ୍ୱାସ କରୁଥିଲେ। ଏହି ପୃଥିବୀରେ ସମସ୍ତ ପ୍ରାଣୀ ଈଶ୍ୱରଙ୍କ ହେତୁ ଆତ ଜାତ ହେଉଥିବା କଥା ଗାନ୍ଧୀ ବିଶ୍ୱାସ କରୁଥିଲେ। ଏବଂ ସେ ବିଶ୍ୱାସ କରୁଥିଲେ ଜୀବନରେ ଈଶ୍ୱର ଉପାସନା ଅନିବାର୍ଯ୍ୟ। ବୁଝିପାରିଲ? ମାନେ ଗାନ୍ଧୀଜୀ ଈଶ୍ୱରଙ୍କୁ କିଭଳି ଭାବରେ ଦେଖୁଥିଲେ, ଈଶ୍ୱରଙ୍କୁ କିଭଳି ଭାବରେ ଦେଖୁଥିଲେ ନା ଏ ପୃଥିବୀରେ ଯେତିକି ଜୀବ ଜଗତ ପ୍ରାଣୀ ଅଛନ୍ତି, ସକଳ ଜୀବ ଜଗତର ସ୍ରଷ୍ଟା ହଉଛନ୍ତି କିଏ ନା ଈଶ୍ୱର ବୋଲି ବିଶ୍ୱାସ କରୁଥିଲେ। ଏବଂ ଜୀବନରେ ଆମମାନେ ଈଶ୍ୱରଙ୍କୁ ବିଶ୍ୱାସ କରିବା ନିହାତି ଆବଶ୍ୟକ ବୋଲି ସେ ବିଶ୍ୱାସ କରୁଥିଲେ। ଏବଂ ତାଙ୍କର ଦର୍ଶନ ମଧ୍ୟ ଯେ ସେ ଈଶ୍ୱରଙ୍କୁ କଣ କରୁଥିଲେ ନା ଉପାସନା କରୁଥିଲେ। ମାନେ ଈଶ୍ୱରଙ୍କର ମାନେ ଅଛନ୍ତି ନା ନାହିଁ ସେ ଅଛନ୍ତି ବୋଲି ମନେ କରୁଥିଲେ। ବୁଝାଉଛି? ଆମେ ଗୋଟେ ଲାଇନରେ କହିବା ଯେ ଗାନ୍ଧୀଜୀ ଜଣେ ଈଶ୍ୱର ବିଶ୍ୱାସୀ ବ୍ୟକ୍ତି ଥିଲେ ବା ଈଶ୍ୱରଙ୍କୁ ବିଶ୍ୱାସ କରୁଥିଲେ। ଏମିତି ଅଛନ୍ତି ଯେମିତି ତମେ ଦେଖିବ ପ୍ଲାଟୋ, ଏରିଷ୍ଟୋଟଲ, ସେମାନେ କହୁଥିଲେ ଗଡ୍ ଇଜ ଡେଥ୍। ଗଡ୍ କଣ? ଗଡ୍ ଇଜ ଡେଥ୍। ଗଡ ମାନେ ଭଗବାନ ମରି ଯାଇଛନ୍ତି, ଭଗବାନ ଆଉ ନାହାନ୍ତି ତାଙ୍କର ଦୃଷ୍ଟିରେ। ତ ଆମେ ଯେତେବେଳେ ତାଙ୍କର ଜୀବନ ଦର୍ଶନ ଆଲୋଚନା କରୁଛୁ ତାହେଲେ କଣ ନା ଗାନ୍ଧୀଜୀ ବିଶ୍ୱାସ କରୁଥିଲେ ଏବଂ ସେ ଉପାସନା ମଧ୍ୟ କରୁଥିଲେ। ସେକେଣ୍ଡ ପଏଣ୍ଟ ଲେଖ। ସତ୍ୟ। ସତ୍ୟ ସେକେଣ୍ଡ ପଏଣ୍ଟ ହଉଛି ସତ୍ୟ। ଗାନ୍ଧୀଜୀଙ୍କ ମତରେ ଈଶ୍ୱର ହିଁ ସତ୍ୟ। ଲେଖ ଏଟା ହେଡିଂ ଦିଅ ସତ୍ୟ, ତା ତଳେ ପ୍ୟାରାଗ୍ରାଫ କରିକି ଲେଖ ଗାନ୍ଧୀଜୀଙ୍କ ମତରେ ଈଶ୍ୱର ହିଁ ସତ୍ୟ ଓ ସତ୍ୟ ହିଁ ଈଶ୍ୱର। ଗାନ୍ଧୀଜୀଙ୍କ ମତରେ ଈଶ୍ୱର ହିଁ ସତ୍ୟ ଓ ସତ୍ୟ ହିଁ ଈଶ୍ୱର। ବୁଝି ହଉଛି? ସତ୍ୟ ହେଉଛି ଅନ୍ତର୍ନିହିତ, ଏଟା ଲେଖନି ହେଲା। ସତ୍ୟ ହେଉଛି ଅନ୍ତର୍ନିହିତ ପରିଭାଷା। ସତ୍ୟ କଣ ନା ଅନ୍ତର୍ନିହିତ ମାନେ ହୃଦୟ ଭିତରୁ ଆସୁଥିବା ଗୋଟେ ଜିନିଷ। ତମେ କାହାକୁ ମାନେ ବାହାରୁ କହିପାରିବନି ଯେ ଇଏ ଲୋକଟା ସତ୍ୟ କି ମିଥ୍ୟା ବୋଲି। ମାନେ ଏଟା ଏ ଲୋକଟା ସତ୍ୟବାଦୀ ଲୋକ ନା ମିଥ୍ୟାବାଦୀ ଲୋକ ଆମେ ଜଣକୁ ବାହାରୁ ଦେଖିକି କହିପାରିବା? ବୁଝି ବୁଝି ହଉଛି? ସତ୍ୟ କିମ୍ବା ମିଥ୍ୟା ତାଙ୍କ ଚେତନାରେ ଥାଏ। ଗୋଟେ ବ୍ୟକ୍ତିର କୋଉ ଜାଗାରେ ଥାଏ ନା ଚେତନାରେ ଥାଏ, ମାନେ ମନ ଭିତର କଥା। ଜଣେ ସତ କହୁଛି କି ମିଛ କହୁଛି ବା ମିଛ କହିବ କି ସତ କହିବ ଆମେ ଜାଣିପାରିବା? ତାର ହଉଛି ତାର ଅନ୍ତର୍ନିହିତ ହୃଦୟ ଭିତରର କଥା। ସେଇଟା ଆମେ ତା ସହିତ ବ୍ୟବହାର କଲେ ଯେ ଜାଣିପାରିବା। ତେଣୁ ଗାନ୍ଧୀଜୀ ବିଶ୍ୱାସ କରୁଥିଲେ କଣ ନା ସତ୍ୟ ହିଁ ଦେବତା, ଦେବତା ହିଁ ସତ୍ୟ। ମାନେ ସତ୍ୟ ହିଁ ମାନେ ଆମେ ସତ୍ୟ କହୁଥିବା ତାହେଲେ ସେଟା ଈଶ୍ୱରଙ୍କୁ ଆମେ କହୁଛେ। ଏବଂ ଯଦି ଈଶ୍ୱର ଅଛନ୍ତି ତାହେଲେ ସତ୍ୟ ବି
ଅଛି ତାହେଲେ ତାଙ୍କ କହିବା ଅନୁସାରେ ସେଇଆ ବୁଝି ହଉଛି। ସେ କହୁଛନ୍ତି ଯେ ସତ୍ୟକୁ ଅନୁଭବ କରିବା ଉଚିତ ବୋଲି ସେ ମତ ବ୍ୟକ୍ତ କରିଥିଲେ। କିଏ? ନା ଗାନ୍ଧିଜୀ କହୁଥିଲେ ଯେ ସତ୍ୟକୁ ଆମେ ଛୁଇଁ ପାରିବା, ସତ୍ୟକୁ କେମିତି ବୋଲି ଦେଖିପାରିବା? ନା, ସତ୍ୟକୁ କେବଳ ଆମେ ଅନୁଭବ କରିପାରିବା। ତେଣୁ ସେ କହୁଥିଲେ ଯେ ଆମେ ମଣିଷ ସତ କହୁଛି ନା ମିଛ କହୁଛି ଆମେ ବାହାରୁ ଜାଣିପାରିବା ନାହିଁ। ଏଟା ହଉଛି ତାର ହୃଦୟ ସ୍ତରର କଥା, ତାର ଚେତନା ସ୍ତରର କଥା, ବା ଚେତନାରେ ସେ ସତ କହୁଛି କି ମିଛ କହୁଛି ତା ସହିତ ଆମେ ତାର ହୃଦୟ ଭିତରର କଥା ଆମେ ତାକୁ ଜାଣିପାରିବା ନାହିଁ। କିନ୍ତୁ ଆମେ ସତ୍ୟକୁ ମଧ୍ୟ ଅନୁଭବ କରିପାରିବା, ଅନୁଭବ କରି ଜାଣିପାରିବା ଯେ ସେ ଲୋକଟା ପ୍ରକୃତରେ ସତ କହୁଛି। ତମକୁ ମୁଁ ପାଠ ପଚାରିବି, ତମେ ପ୍ରକୃତରେ ମାନେ ମୁଁ ଆଜିକୁ ଶହ ଶହ ପିଲା ପଢେଇଲେଣି, ମୁଁ ମାନେ କହିପାରିବି ଯେ ଗୋଟେ ପିଲା ଯେତେବେଳେ ପାଠ ପଚାରୁଛି ସେ ପ୍ରକୃତିରେ ପଢିକି କହୁଛି ନା ସେ ପଢିନି ବୋଲି ଢାବା ମାରୁଛି। ବୁଝି ହଉଛି। ତାପରେ ସେ କଣ କହୁଛନ୍ତି ଗାନ୍ଧିଜୀ? ସେ ଚାହୁଁଥିଲେ ପ୍ରତ୍ୟେକ ମନୁଷ୍ୟ ସତ୍ୟବାଦୀ ହୁଅନ୍ତୁ ଓ ଚରମ ସତ୍ୟକୁ ଅନୁଭବ କରନ୍ତୁ। ଗାନ୍ଧିଜୀ କଣ ଚାହୁଁଥିଲେ? ତାଙ୍କର ଦର୍ଶନ କଣ ଥିଲା? ନା ସବୁ ମଣିଷ ସତ୍ୟବାଦୀ ହୁଅନ୍ତୁ। ପୃଥିବୀର ଯେତେ ମଣିଷ ଅଛନ୍ତି ସମସ୍ତେ ସତ୍ୟ କଥା କୁହନ୍ତୁ। ତେଣୁକରି ତାଙ୍କର ଆନ୍ଦୋଳନକୁ କଣ କୁହାଯାଉଥିଲା? ସତ୍ୟାଗ୍ରହ। ବୁଝି ହଉଛି। କାରଣ ଚରମ ସତ୍ୟ ମାନେ ସର୍ବଶ୍ରେଷ୍ଠ ସତ୍ୟ, ଚରମ ସତ୍ୟ ହେଉଛି ଦର୍ଶନର ଅନ୍ତିମ ପର୍ଯ୍ୟାୟ। ମାନେ ଗୋଟେ ଦର୍ଶନ, ଗୋଟେ ଜୀବନ ଦର୍ଶନର ସବୁଠାରୁ ସବୁଠାରୁ ଶ୍ରେଷ୍ଠ ଜିନିଷ ହଉଛି ତାହା ହଉଛି ସତ୍ୟ। ଜଣେ ସତ୍ୟବାଦୀ ହେବାର ଆବଶ୍ୟକ ବୋଲି ଗାନ୍ଧିଜୀ କହୁଥିଲେ। ସତ୍ୟର ଅର୍ଥ ହେଉଛି ଭଗବତ ଦର୍ଶନ। ସେ କଣ କହୁଥିଲେ? ନା ଗାନ୍ଧିଜୀ କହୁଥିଲେ ଯେ ସତ୍ୟର ଅର୍ଥ ହେଉଛି ଭଗବତ ଦର୍ଶନ ମାନେ ଈଶ୍ୱର ବିଶ୍ୱାସ। ତାଙ୍କ ମତରେ ସତ୍ୟର ଅନୁସନ୍ଧାନ ମାନେ ସତ୍ୟ ପ୍ରକୃତରେ କଣ, ଏ ସମାଜରେ ସତ୍ୟ କଣ? ସବୁ ମିଥ୍ୟା। ଏ ସମାଜରେ କଣ ମିଥ୍ୟା? ନା ଏ ସମସ୍ତ ସମ୍ପର୍କ ମିଥ୍ୟା ବୋଲି ଗାନ୍ଧିଜୀ ବିଶ୍ୱାସ କରୁଥିଲେ। କେବଳ ଭଗବତ ଚେତନା ହିଁ ମାନେ ସତ୍ୟ ବୋଲି ସେ ବିଶ୍ୱାସ କରୁଥିଲେ। ବୁଝି ହଉଛି। ସତ କହିବାକୁ କହୁଥିଲେ। ତାପରେ ଈଶ୍ୱରଙ୍କ ମାନେ ସମସ୍ତ ଆମେ ଯେତିକି ସମ୍ପର୍କ ମାୟା ମୋହ ସବୁ ହଉଛି ମିଥ୍ୟା। କେବଳ ସତ୍ୟ ହଉଛି କଣ? ନା ଈଶ୍ୱରଙ୍କ ବିଶ୍ୱାସ ବା ଈଶ୍ୱର ଚେତନା। କେବଳ ଗୋଟିଏ ମାର୍ଗରେ ସମ୍ଭବପର, ଯାହା ମନୁଷ୍ୟ ଯେତେବେଳେ ଦାରିଦ୍ର, ଅର୍ଥଶୂନ୍ୟ, ଅହିଂସା ମାନେ ଅହିଂସା, ତାପରେ ବଳିଷ୍ଠ ଶୃଙ୍ଖଳା ମଧ୍ୟରେ ଜୀବନ ବିତାଏ ଓ ମନ ହୃଦୟ ବିବେକ ସବୁ ଯୋଗ କରିପାରିବ। ଯେତେବେଳେ ମଣିଷ ଅର୍ଥ ଶୂନ୍ୟ ବା ଅହିଂସା ଶୂନ୍ୟ ମାନେ ଶୃଙ୍ଖଳା ଆଚରଣ କରିବ, ସେ ସମୟରେ ପିଲାମାନେ ସେ ସତ୍ୟକୁ ଅନୁଭବ କରିପାରିବ ବୋଲି ସେ କହୁଛନ୍ତି। ତମେ ଯଦି ଅର୍ଥ ଲୋଭରେ କିଛି ମାନେ ମିଥ୍ୟାକୁ ମଧ୍ୟ ସତ୍ୟ ବୋଲି ମନେ କରିପାରିବ। ଯେତେବେଳେ ତୁମେ ଅର୍ଥର କୌଣସି ଲାଳସା, କୌଣସି ଆଶା ଆଶଙ୍କା ରଖିଲ ନାହିଁ, ତାହେଲେ ତମେ ସତ୍ୟର ଅନୁଭବ କରିପାରିବ। ମୋଟାମୋଟି ଭାବରେ ସତ୍ୟ ହଉଛି କଣ? ନା ଏକ ହୃଦୟର ଏକ ଅନ୍ତର୍ନିହିତ ଚେତନା, ଯାହା ଅନୁଭବ କରାଯାଇପାରେ। ତାପରେ ତମର 3 ନମ୍ବର ପଏଣ୍ଟ ହଉଛି ଅହିଂସା। ସତ୍ୟକୁ ଅନୁସନ୍ଧାନ କରିବାକୁ ହେଲେ ମନୁଷ୍ୟକୁ ଅହିଂସାର ମାର୍ଗ ବାଛି ନେବାକୁ ପଡ଼ିବ। ଗାନ୍ଧିଜୀ କଣ କହୁଛନ୍ତି? ନା ସତ୍ୟକୁ ଆମକୁ ଜାଣିବାକୁ ହେଲେ, ସତ୍ୟକୁ ଅନୁସନ୍ଧାନ କହିଲେ ଖୋଜିବାକୁ ହେଲେ ବା ସତ୍ୟ ପଥରେ ଯିବାକୁ ହେଲେ ଆମକୁ ଅହିଂସା ପଥ ଆପଣେଇବାକୁ ପଡ଼ିବ।
ଆମେ କାହାରି ଉପରେ ହିଂସା କରିବା ନାହିଁ। କିଏ କ'ଣ କଲା, କିଏ 90% ଆଣୁଛି, ଆମେ ମାନେ ହିଂସା କରିବା ନାହିଁ। ସେ ସେ 90% ଆଣିଲା, ଆମେ ତାକୁ ମାନେ ହିଂସା ହେବା ନାହିଁ ବା ତାରେ ଆମେ ଈର୍ଷା ପରାୟଣ ହେବା ନାହିଁ। ଆମେ ସେ ତ ଆଣିଲା ଆଣୁ, ମୁଁ ବି କେମିତି ଆଣିବି ତାକୁ ଆମେ ଚିନ୍ତା କରିବାର କଥା। ବୁଝିହଉଛି? ତାପରେ ଯାଇକି ତମେ ସେ ସତ୍ୟକୁ ପାଇପାରିବ। ବୁଝିହଉଛି? ସତ୍ୟ ପଥରେ ଯାତାୟାତ କରିପାରିବ। ତେଣୁକରି ସତ୍ୟ ସନ୍ଧାନ କ୍ଷେତ୍ରରେ ଏଟା ସୁମି ଲେଖୁଛୁ, ଏଟା ଲେଖ, ଏଟା ଆଜ୍ଞା। ସତ୍ୟକୁ ଅନୁସନ୍ଧାନ କରିବାକୁ ହେଲେ, ଏଟା ଲେଖ, ସତ୍ୟକୁ ଅନୁସନ୍ଧାନ କରିବାକୁ ହେଲେ ମନୁଷ୍ୟକୁ ଅହିଂସାର ମାର୍ଗ ବାଛି ନେବାକୁ ପଡ଼ିବ। ଅହିଂସାର ଅର୍ଥ ହିଂସା ଠାରୁ ବିଚ୍ଛେଦ। ବୁଝି ହଉଛି? ଗାନ୍ଧୀଜୀ କ'ଣ କହିଲେ? ଅହିଂସାର ଅର୍ଥ ହଉଛି ହିଂସା ଠାରୁ ବିଚ୍ଛେଦ। କିଏ କ'ଣ କରୁଛି ଆମର ସେଥିରେ କୌଣସି ବ୍ୟାପାର ନାହିଁ। ଯେମିତି ବଙ୍ଗାଳୀ ମାନେ କୁହନ୍ତି ଯେ ଆମର কোনো ବ୍ୟାପାର ନାହିଁ, ମାନେ ଆମର କୌଣସି ସେଥିରେ ଯିବା ଆସିବା ନାହିଁ। ଆମେ କେମିତି ସେ କାମଟା କରିପାରିବା? ଜଣେ +2 ରେ ଭଲ ମାର୍କ ଆଣିଲା, ଆମେ କିଭଳି ଭାବରେ ତା ଭଳି ମାର୍କ ଆଣିବା, ତା ପଛରେ ଯଦି ଆମେ ତାକୁ ଈର୍ଷା କରିବା, ତା କଥା ଯାଇକି 12 ଜାଗାରେ କହିବା ସେ ଏମିତିଟା ସେ ସେମିତିଟା, ତାହେଲେ କ'ଣ ହବ ନା ଆମର ସମୟ ନଷ୍ଟ ହବ। ଆମେ ସତ୍ୟ ଜାଗାକୁ ପହଞ୍ଚି ପାରିବା ନାହିଁ। ସତ୍ୟ କହିଲେ କ'ଣ? ସଫଳତା ହେଉଛି ସତ୍ୟ। ବୁଝି ହଉଛି? ସେ ଜାଗାକୁ ପହଞ୍ଚି ପାରିବ? ତମେ ତ ତା କଥାରେ ପଡ଼ିଲ, ତମର ସମୟ ତା କଥାରେ ଚାଲିଗଲା, ତାକୁ ହିଂସା କରିବାରେ ତମର ସମୟ ଚାଲିଗଲା। ତମେ କେତେବେଳେ ଆଉ ନିଜ କଥା ଭାବିଲ? ତାହେଲେ ସେ କ'ଣ କହୁଛନ୍ତି ଗାନ୍ଧୀଜୀ ନା ଅହିଂସାର ଅର୍ଥ ହିଂସା ଠାରୁ ବିଚ୍ଛେଦ ବା ହିଂସା ନ କରିବା। ଅହିଂସା ହିଁ ପରମ ଧର୍ମ। ଦେଖ, ଗାନ୍ଧୀଜୀଙ୍କ ମତରେ ଅହିଂସା ହିଁ ପରମ ଧର୍ମ। ତାହେଲେ ପରମ ଧର୍ମ କ'ଣ? ଗାନ୍ଧୀଜୀ କାହାକୁ ପରମ ଧର୍ମ ବୋଲି କହୁଛନ୍ତି? ସର୍ଟ କ୍ୱେଶ୍ଚିନ୍। ଅହିଂସା ହିଁ ପରମ ଧର୍ମ। ବୁଝି ହଉଛି? ମନୁଷ୍ୟ ଯେତେବେଳେ ଆଜ୍ଞା। ଘୃଣା, ରାଗ, କ୍ରୋଧ, ମନୁଷ୍ୟ ଯେତେବେଳେ ଘୃଣା, ରାଗ, କ୍ରୋଧ, ମନ୍ଦ ଇଚ୍ଛାରେ ନିମଗ୍ନ ରୁହେ, ସେତେବେଳେ ସେ ହିଂସା ପରାୟଣ ହୋଇଥାଏ। ମନୁଷ୍ୟ କେତେବେଳେ ହିଂସା ପରାୟଣ ହୁଏ ସେ କଥା ମଧ୍ୟ କହୁଛନ୍ତି। ମନୁଷ୍ୟ ଯେତେବେଳେ ଘୃଣା କରେ, ହେଲା, ଅନ୍ୟକୁ ଯେତେବେଳେ ଘୃଣା କରେ, ରାଗ କରେ ବା କ୍ରୋଧ କରେ ଏବଂ ମନ୍ଦ ଇଚ୍ଛାରେ ନିମଗ୍ନ ରୁହେ, ମାନେ ଖରାପ କାମରେ ନିମଗ୍ନ ରୁହେ, କାହାକୁ ରାଗ କରେ, କାହା ଉପରେ ରାଗ ରଖେ, ଆଉ କ'ଣ ନା ହେଲା, ତ ଏଇ ସମୟରେ ତାହେଲେ ଏଇ ସବୁ ଇଚ୍ଛା ଯେତେବେଳେ ମଣିଷ ମାନେ ମନ୍ଦ କାର୍ଯ୍ୟ ହଉ, ରାଗ ହଉ, କ୍ରୋଧ ହଉ, ଏସବୁ କାର୍ଯ୍ୟରେ ଯେତେବେଳେ ମଣିଷ କ'ଣ ରୁହେ ନା ଲିପ୍ତ ରୁହେ, ଏସବୁ କାର୍ଯ୍ୟ କେତେବେଳେ କରେ, ମନ୍ଦ ବୁଦ୍ଧି ଯେତେବେଳେ କରେ, ସେ ସମୟରେ କ'ଣ ହୁଏ ପିଲାମାନେ? ନା ଅହିଂସାଟା ରୁହେ ବା ଅହିଂସାରେ ନିମଗ୍ନ ହୁଏ ବା ସେତେବେଳେ ସେ ହିଂସା ଆଚରଣ କରେ ବା ହିଂସା ପରାୟଣ ହୁଏ। ମାତ୍ର ଅହିଂସା ହେଉଛି
ଅହିଂସା ହେଉଛି ଅହିଂସା ହେଉଛି କଣ ନା ବଦାନ୍ୟତା, ନମ୍ରତା। ଅହିଂସା ମଣିଷକୁ କଣ କରେ ପିଲାମାନେ? ବଦାନ୍ୟତା କରେ। ମାନେ ଧର ତମ ପାଖରେ ବହିଟେ ଅଛି, ତମେ ଜଣକୁ ବିନା ହିଂସା କରିକି ଯେ ସେ ବହି ତମେ ତାକୁ ଦେଇଦେଲେ, ଧର ସେ ସ୍ୱରୂପା ସୁମିକୁ ବହିଟେ ଦେଇଦେଲା, ସେ କଣ ସ୍ୱରୂପାର ଜ୍ଞାନଟା ନେଇଯିବ ନା ନେଇପାରିବ ନାହିଁ। ସେ ବହିଟା ପଢିବ, ତାର ଯେତିକି କ୍ୟାପାସିଟି ଅଛି ସେତେ ସେ ପଢିକି ବୁଝିପାରିବ, କିନ୍ତୁ ସ୍ୱରୂପାର ଜ୍ଞାନ ନେଇପାରିବନି। କିମ୍ବା ସୁମି ଯଦି ସ୍ୱରୂପାକୁ ବହି ଦେଲା, ତାର ଜ୍ଞାନ ନେଇପାରିବ ନାହିଁ। ତେଣୁ ବଦାନ୍ୟତା, ଅହିଂସା କଣ କରେ ମଣିଷକୁ ନା ବଦାନ୍ୟତା କରେ, ନମ୍ରତା କରେ। ମାନେ ନମ୍ର ଭାବରେ, ମାନେ ନମ୍ର ମାନେ ହଉଛି ବିନୟୀ ଭାବ, ବୁଝି ହଉଛି। ତାପରେ ପ୍ରେମ, ଧୈର୍ଯ୍ୟ, ମାନେ ସମସ୍ତଙ୍କୁ ସେ କଣ କରେ ନା ଭଲ ପାଇବା ରୁହେ, ସମସ୍ତଙ୍କ ପ୍ରତି ଭଲ ପାଇବା ରୁହେ। ତାପରେ ହଉଛି ଧୈର୍ଯ୍ୟ, ବୁଝି ହଉଛି। ଧୈର୍ଯ୍ୟ ମାନେ ଆମେ ମାନେ ସବୁବେଳେ ଧୈର୍ଯ୍ୟ ହରା ହେଇଯାଉ, ବୁଝି ହଉଛି। ଧୈର୍ଯ୍ୟ ହରା କେମିତି ହଉ ନା ଯେତେବେଳେ ଆମେ କୌଣସି ଜିନିଷ ପାଉନାହିଁ, ସେ ସମୟରେ ଆମେ କେମିତି ଶୀଘ୍ର ପାଇବୁ, ସେତିବେଳେ ଧୈର୍ଯ୍ୟ ହରା ହେଇଯାଉ, ହେଲା। ତାପରେ କଣ କରେ ନା ଯେତେବେଳେ ଆମେ ଅହିଂସା ଆଚରଣ କରିବା, ସେ ସମୟରେ ଧୈର୍ଯ୍ୟ ଆମେ ପାଇପାରିବା, ବା ଆମେ ଗୋଟେ ଜିନିଷକୁ ଅପେକ୍ଷା କରିପାରିବା, ବୁଝିହଉଛି। ତାପରେ ନିର୍ମଳ ହୃଦୟ, ଯଦି ଆମ ଭିତରେ ଅହିଂସା ଆସେ, ତାହେଲେ ନିର୍ମଳ ହୃଦୟ ଆସିବ, ନିର୍ମଳ ବ୍ୟକ୍ତିତ୍ୱ, ମାନେ ତମ ବ୍ୟକ୍ତିତ୍ୱ ପୁରା ସ୍ୱଚ୍ଛ ରହିବ। ମାନେ ତମକୁ ଦେଖିଲେ ଲୋକ ପ୍ରଭାବିତ ହେବେ। ଦେଖିବ କିଛି କିଛି ଲୋକ ଥାଆନ୍ତି, ତମେ ଶୁଣିଥିବ ମନୋଜ ଦାସଙ୍କ ଭଳି ବ୍ୟକ୍ତିତ୍ୱ। ମନୋଜ ଦାସ, କିଛି ଲୋକ ଦେଖିଥିବ ଯେ ସେମାନେ ଚାଲିଗଲା ବେଳେ ଆମକୁ ଆକର୍ଷିତ କଲା ଭଳି ଲାଗେ, କାହିଁକି ନା ତାଙ୍କର ସ୍ୱଚ୍ଛ ବ୍ୟକ୍ତିତ୍ୱ ହେତୁ। ମୁଁ କିଛି ଏମିତି ଦେଖିଛି, ଆମେ ପଢାପଢି କଲା ବେଳେ କିଛି ପ୍ରଫେସର ମାନଙ୍କୁ, ଯୋଉମାନେ ଆମେ ଚାଲିଗଲା ପରେ କିଛି ପ୍ରଫେସର ଏମିତି ତାଙ୍କୁ ଆମକୁ, ସେମାନେ ଯେତେ ବଡ ପ୍ରଫେସର ହେଇଥାନ୍ତି ତାଙ୍କୁ କିଛି ଆକର୍ଷଣ ରୁହେ ନାହିଁ, କିନ୍ତୁ ଏମିତି କିଛି ପ୍ରଫେସର ଥାଆନ୍ତି ଯୋଉକୁ ଆମେ ଚାଲିଗଲା ବେଳେ ଆକର୍ଷଣ କଲା ଭଳିଆ ଆମକୁ ଲାଗେ, ତାଙ୍କର ନିର୍ମଳ ବ୍ୟକ୍ତିତ୍ୱ ପାଇଁ, ହେଲା। ତାପରେ ହଉଛି ନିର୍ମଳ ମନ ଏବଂ କର୍ମ। ଯୋଉମାନଙ୍କ ଭିତରେ ପିଲାମାନେ ଅହିଂସା ଆସେ, ସେମାନେ ତ କାହା କଥା ଚିନ୍ତା କରିବେନି, ସେମାନେ କିଭଳି ଭାବରେ ନିଜେ ଆଗକୁ ଯିବେ, କାହାକୁ ହିଂସା ନ କରିକି ସେମାନେ ଆଗକୁ ଯିବେ, ସେ କଥା ସେମାନେ ଚିନ୍ତା କରିବେ। ତେଣୁ ସେମାନେ କର୍ମଠ ହେବେ, ବା କର୍ମ କରିବାକୁ ଚାଲିବେ। ଧର ଜଣେ +2 ରେ ଫେଲ ହେଇଗଲା, ନେକ୍ସଟ ଟାଇମ ସେ କିଭଳି ଭାବରେ +2 ରେ ଭଲ ମାର୍କ ରଖିବ, ସେ ଚିନ୍ତା କରିବା କଥା। ଆଉ ଯଦି କାହାକୁ ହିଂସା କରିବ, ସେ ପାସ୍ କଲା ମୁଁ କଲି ନାହିଁ, ତାହେଲେ ସେ ଜାଗାରେ ତାର କ୍ଷତି ହବ। ସେ ନିଜର କର୍ମକୁ ଧ୍ୟାନ ଦେଇପାରିଲା କି? ତମମାନଙ୍କର କର୍ମ ବର୍ତ୍ତମାନ କଣ? ସବୁ ଜିନିଷ ଛାଡିକି ତମର ପ୍ରଧାନ କର୍ମ ହଉଛି କଣ? ପାଠ ପଢିବା। ତାପରେ ହଉଛି କଣ ନା ଆସନ ଓ ଚିନ୍ତନର ସ୍ଥିତିଶୀଳ, ମାନେ ମାନେ ଯୋଗ କରିବାର ଆବଶ୍ୟକତା ରହିଛି। ତାପରେ ହଉଛି ଚିନ୍ତନ, ମାନେ ନୂଆ କଥା ଚିନ୍ତନ କରିବ, ବୁଝି ହଉଛି। ଯଦି ଆମେ ମାନେ ଏଇଟା କରିବା କଣ, ମାନେ ଯଦି ଆମେ ଅହିଂସା ଆଚରଣ କରିବା, ଆମକୁ ସୂଚାଇ ଦେଇଥାଏ ଯେ ପ୍ରତ୍ୟେକ ବସ୍ତୁକୁ ଏହି ପୃଥିବୀରେ ପ୍ରେମ କର, ସ୍ନେହ କର ଓ ଶ୍ରଦ୍ଧା କର। ଅହିଂସା କଣ ସୂଚାଇ ଦେଇଥାଏ ନା ଯୋଉଟା ବୌଦ୍ଧ ଧର୍ମରେ ମଧ୍ୟ କୁହାଯାଏ, ଜୀବେ ଦୟା କରୋ, ଯେ ପ୍ରତ୍ୟେକ ଧର୍ମ ବା ପ୍ରତ୍ୟେକ ପ୍ରାଣୀ ପ୍ରତି, ପ୍ରତ୍ୟେକ ଜୀବ ପ୍ରତି, ପୃଥିବୀର ସମସ୍ତ ବସ୍ତୁ ପ୍ରତି ଆମେ ଶ୍ରଦ୍ଧା, ଆମେ ପ୍ରେମ ଏସବୁ ରଖିବା। ଇଏ ହଉଛି ଅହିଂସାର ଭଲ ଗୁଣ, ବା ଅହିଂସା ମାର୍ଗରେ ଗଲେ ଏସବୁ ଗୁଣର ଆମେ ଅଧିକାରୀ ହୋଇପାରିବା। ଏହା ଆମକୁ ନିର୍ମଳ ଓ ସ୍ୱଚ୍ଛ କରିଥାଏ। ଗୋଟେ ବ୍ୟକ୍ତି କଳଙ୍କିତ ହୁଏ କେତେବେଳେ? ଯେତେବେଳେ ଖରାପ କାମ କରେ ବା ମନ୍ଦ ବୁଦ୍ଧିରେ ପଡେ, ସେ ସମୟରେ ମଣିଷ ମନ୍ଦ ହୁଏ। ତେଣୁ ଯେତେବେଳେ ଅହିଂସା ମାର୍ଗରେ ମଣିଷ ଯାଏ, ତାହେଲେ ସେ ଗୋଟେ ସ୍ୱଚ୍ଛ ନିର୍ମଳ ବ୍ୟକ୍ତିତ୍ୱ ଭାବରେ ସମାଜରେ ନିଜର ସ୍ୱତନ୍ତ୍ର ସ୍ଥାନ ବଜାଇ ରଖେ।
ତମେ ଯଦି ସତ କହୁଛ ସେ ସତ କେବେ ନା କେବେ ଜଣା ପଡିବ। ତମେ ଯଦି ମିଥ୍ୟା କହୁଛ ସେ ମିଥ୍ୟା ଆଜି ନହେଲେ ବି 10 ବର୍ଷ ପରେ ଲୋକ ଜାଣିବେ ଏବଂ ତମକୁ ଖରାପ ଭାବିବେ। ଇଏ ହଉଛି ସତ୍ୟତା। ତେଣୁକରି ଗାନ୍ଧିଜୀଙ୍କର ଦର୍ଶନ ଯୋଉ ଥିଲା, ଗାନ୍ଧିଜୀ ଯୋଉ ତାଙ୍କର ଜୀବନ ଦର୍ଶନ ଥିଲା, ସେ ଅହିଂସାକୁ ସବୁବେଳେ ଗ୍ରହଣ କରୁଥିଲେ। ତାଙ୍କର କେତେଟା ମାଙ୍କଡ ଥିଲେ? ହ୍ୟାଲୋ। 3ଟା। ହଁ, ଖରାପ କଥା ଶୁଣିବି ନାହିଁ, ଖରାପ କଥା କହିବି ନାହିଁ, ଖରାପ କଥା ଦେଖିବି ନାହିଁ। ତାଙ୍କର ଅନ୍ୟତମ 4 ନମ୍ବର ସାର୍ ପଏଣ୍ଟ 3ଟା। ହଁ, 4 ନମ୍ବର ପଏଣ୍ଟ ହଉଛି ସତ୍ୟାଗ୍ରହ। ତମର ଟାଇମ ହେଇଗଲାଣି, ମୋର ଅନ୍ୟ ଆଡେ କ୍ଲାସ ନେବାର ଅଛି। ଏ ସତ୍ୟାଗ୍ରହ ପଏଣ୍ଟଟା ଲେଖି ଦେଇଥାଅ, ଆମେ ଆଉ ଗୋଟେ କ୍ଲାସରେ ତାକୁ ଆଲୋଚନା କରିବା।